ଶିବ ପୁରାଣୋକ୍ତ ମହାଶିବରାତ୍ରି ବ୍ରତ କଥା। ପଚାରିଲେ ଋଷିଗଣ ଆହେ ତପୋଧନ, କେଉଁ ବ୍ରତ କଲେ ଦୋଷ ହୁଅନ୍ତି ତ୍ରିନୟନ। ବିସ୍ତାର କରି କୁହନ୍ତୁ ତାହା ଆମ୍ଭର ଅଗତରେ, ଏହା ଶୁଣି ବୋଇଲେ ଏକ ସନତ କୁମାରେ। ଏକ ଦିନେ ହିମାଳୟେ ବୋଇଲେ ପାର୍ବତୀ, କେଉଁ ବ୍ରତ କଲେ ଦୋଷ ହୁଅ ପ୍ରାଣପତି। କେଉଁ ବ୍ରତ ତୁମର ହେ ଅଟଇ ପ୍ରଧାନ, କୃପା କରି କୁହନ୍ତୁ ଯେ ତାହାର ବିଧାନ। ଶଙ୍କର ବୋଇଲେ ପ୍ରିୟେ ଶୁଣ ମନ ଦେଇ, ଅତି ଗୋପନୀୟ ମୋର ବ୍ରତେକ ଅଛଇ। ଫଗୁଣ ମାସର କୃଷ୍ଣ ଚତୁର୍ଦ୍ଦଶୀ ଦିନ, ରାତ୍ରିରେ ସେ ବ୍ରତ ହୁଏ ଶୁଣ ତା ବିଧାନ। ତାର ନାମ ଶିବରାତ୍ରି ଆଗୋ ହେମବନ୍ତୀ, ସେ ବ୍ରତ ଯେ କରିବ ସେ ଲଭିବ ମୁକ୍ତି। ଉପବାସେ ରହି ପୂଜା କରିବ ମୋହର, ରାତି ଯାକ ଦୀପ ଜାଳି ହୋଇ ଉଜାଗର। ପ୍ରତି ପ୍ରହରରେ ମତେ ଅର୍ଘ୍ୟ ଦେଉଥିବ, ପଞ୍ଚାମୃତେ ସ୍ନାନ କରି ଭକ୍ତିରେ ପୂଜିବ। ଶିବ ମନ୍ତ୍ର ହୋମ କରି କରିବ ପ୍ରାର୍ଥନା, ହବିଷ୍ୟ କରିବ ବ୍ରତୀ ହୋଇ ହୃଷ୍ଟ ମନା। ଶିବରାତ୍ରି ଉପବାସ ଯେ ଜନ କରଇ, ଅନ୍ତକାଳେ ମୋର ପୁରେ ନିଃସନ୍ଦେହ ହଇ। ଏହା ଶୁଣି ପୁନରପି କହିଲେ ପାର୍ବତୀ, ପୂର୍ବେ କିଏ କରିଥିଲା କହ ପଶୁପତି। ଶଙ୍କର ବୋଇଲେ ଏକ ନିଷାଦ ଚରିତ, କହୁଅଛି ପ୍ରିୟା ଶୁଣ ହୋଇ ଏକଚିତ। ପାପ କର୍ମ ନାମ ତାର ମଝିବେଶ ଘର, ଚକ୍ଷୁ ତାର କୃଷ୍ଣ ବର୍ଣ୍ଣ ବିସ୍ତୃତ ଶରୀର। କୁଟିଳ ହୃଦୟ ସେହି ଅତ୍ୟନ୍ତ ଦୁର୍ଜନ, ପଶୁ ପକ୍ଷୀ ମାରି କରେ ଉଦର ପୋଷଣ। ପ୍ରତିଦିନ କାନନରେ ଭ୍ରମୁଥାଏ ସେହି, ଏକ ଦିନର କଥା ଶୁଣ ମନ ଦେଇ। ଜାଲ ଧନୁଷର ଘେନି ସେହି ବ୍ୟାଧ ଗଲା, କାଳଞ୍ଜନ ପର୍ବତେ ପ୍ରବେଶ ହୋଇଲା। ଜାଲ ଧନୁଷର ଘେନି ସେହି ବ୍ୟାଧ ଗଲା, କାଳଞ୍ଜନ ପର୍ବତେ ପ୍ରବେଶ ହୋଇଲା। ସାରସ କୋକିଳ ଶୁକ ସାରି ଆଦି ପକ୍ଷୀ, ଧରି ପିଞ୍ଜରାରେ ଭରି ହୋଇ ଅତି ସୁଖୀ। ଆପଣାର ମନ୍ଦିରକୁ କରଇ ଗମନ, କ୍ଷୋଧାରେ ବ୍ୟାକୁଳ ହେଲା ତାହାର ଜୀବନ। ଶୀତରେ କମ୍ପିତ ଦେହ ଚାଲି ନ ପାରିଲା, ସୂର୍ଯ୍ୟ ଅସ୍ତ ହେଲା ରାତ୍ରି ପ୍ରବେଶ ହୋଇଲା। ଗଗନକୁ ଆସାଦିଲା ଘୋର ଅନ୍ଧକାର, ବାହାରିଲେ ହିଂସ ଜନ୍ତୁ ବନରୁ ଅପାର। ଦେଖି ଭୟେ ବ୍ୟାଧ ବିଲ୍ଲ ବୃକ୍ଷରେ ଚଢିଲା, ଏକ ମହାବଳ ବ୍ୟାଘ୍ର ପ୍ରବେଶ ହୋଇଲା। ଖାଇବା ଆଶାରେ ଟାକି ରହିଲା ମୂଳରେ, ବୋଇଲେରେ ଦୁରାଚାରୀ ଯମର କିଙ୍କର। ଏହି ବ୍ୟାଧ ଭକ୍ତ ଅଟେ ସଦାଶିବଙ୍କର। ଶିବରାତ୍ରି ବ୍ରତ କାଲି କରିଅଛି ଏହି, ଶିବଲିଙ୍ଗ ପୂଜି ଅଛି ବେଲପତ୍ର ଦେଇ। ହସି କରି ଯମଦୂତେ ବୋଇଲେ ଏମନ୍ତ, ଏହି ବ୍ୟାଧର ଯେ ପାପ ଅଟେ ଅପ୍ରମିତ। ଯମ ପାଶେ ବାନ୍ଧି ନେବୁ ଏ ପାପିକି ଆମ୍ଭେ, କି ନିମନ୍ତେ ନିବାରଣ କରୁଅଛ ତୁମ୍ଭେ। ବଳେ ତାକୁ ମୋର ଦୂତେ ନେଲେ କ ଛଡ଼ାଇ, ଭୟ ପାଇ ଯମଦୂତେ ଗଲେ କ ପଳାଇ। ଯମରାଜା ଆଗେ ସବୁ ବୁଝାଇ କହିଲେ, ଶୁଣି ଯମରାଜା ଚିତ୍ରଗୁପ୍ତଙ୍କୁ ପୁଛିଲେ। ସେ ବୋଇଲେ ଯେତେକ ସେ ପାପ କରିଥିଲା, ଶିବରାତ୍ରି ଦିନ ଉପବାସରେ ରହିଲା। ତେଣୁ ସର୍ବ ପାପ କ୍ଷୟ ହୋଇଲା ତାହାର, ଶୁଣି ଯମରାଜା ସ୍ତବ କଲେ ଯେ ମୋହର। ମୋର ଦୂତେ ସେ ବ୍ୟାଧକୁ ବସାଇ ବିମାନେ, ଶୂନ୍ୟ ବହି ଘେନିଲେ ଯେ କୈଳାସ ଭୁବନେ। ଦିବ୍ୟ ଗୃହେ ବସାଇ ସୁଖରେ ରହିଲା, ବ୍ରତର ଫଳରୁ ମୋର ସେବକ ହୋଇଲା। ଭକତିରେ ଶିବରାତ୍ରି ଏକ ପିଶାଚର କଥା ଶୁଣ ଗୋ ପାର୍ବତୀ,
ଉଷ୍ଣ ଶର୍ମା ନାମେ ବିପ୍ର ଥିଲା ସେ ସୁମତି। ଦେବତା ଅତିଥି ପୂଜା କରେ ପ୍ରତିଦିନ, ସବୁବେଳେ ଧର୍ମ କାଜେ ଥାଏ ତାର ମନ। ବେଦ ବେଦାଦି ଶାସ୍ତ୍ରେ ଅଟଇ ପଣ୍ଡିତ, ଯଜ୍ଞ ବିଷ୍ଣୁ ପୂଜା ଆଦି କରଇ ସତତ। ଦିନେ ସ୍ନାନ କରିବାକୁ ଯାଏ ସରୋବରେ, ମିଳିଲା ସେ ପୁଷ୍କରଣୀ ତୀରେ ଦ୍ୱିଜବରେ। ସେହି ପୋଖରୀର ଜଳ ଅତି ନିର୍ମଳ, ଫୁଟିଅଛି ନୀଳ ଶ୍ବେତ ରକତ କମଳ। ଇଟା ଖଣ୍ଡେ ପଡ଼ିଅଛି ସେ ପୋଖରୀ କୂଳେ, ତହିଁ ପାଦ ଘଷି ବିପ୍ର ପଶିଲା ସେ ଜଳେ। ସ୍ନାନ ସାରି ପିତୃଗଣ ତର୍ପଣ କଲା, ଶିଷ୍ୟଗଣ ଘେନି ନିଜ ମନ୍ଦିରେ ମିଳିଲା। ପରଦିନ ପ୍ରଭାତରୁ ଉଠି ଦ୍ୱିଜବର, ମଳମୂତ୍ର ତ୍ୟାଗ କରି ଅଇଲା ସତର। ମାଟି ହାତ କରୁଥିଲେ ଏକ ସ୍ଥାନେ ବସି, କାଳସର୍ପ ଆସି ତାର ହାତେ ଦେଲା ଦଂଶି। ଗର୍ତ୍ତେ ଯେ ଥିଲା ତହିଁ ସର୍ପ ବାସ କରେ, ବିପ୍ରକୁ ଦଂଶନ କରି ପଶିଲା ଗର୍ତ୍ତରେ। ବିଷ ଜ୍ୱାଳାରେ ସେ ବିପ୍ର ପ୍ରାଣ ତ୍ୟାଗ କଲା, ଯମଦୂତ ଆସି ତାକୁ ବାନ୍ଧି ଘେନି ଗଲା। ଯମରାଜା ବୋଇଲାରେ ଶୁଣ ବିପ୍ରବର, ବାଲ୍ୟକାଳୁ ଯେତେ ପୁଣ୍ୟ ଥିଲାଟି ତୋହର। ଶିବଙ୍କର ଇଟା ଖଣ୍ଡେ ପୋଖରୀ ହୁଡ଼ାରେ, ପଡ଼ିଥିଲା ତାହା ନେଇ ଘଷିଲୁ ଗୋଡ଼ରେ। ସେହି ପାପେ ତୋର ସବୁ ପୁଣ୍ୟ କ୍ଷୟ ଗଲା, ଶିବ ଦ୍ରବ୍ୟ ହରଣରେ ଦୋଷ ଯେ ଲାଗିଲା। ଯେଉଁ ଜନ ଶିବ ଦ୍ରବ୍ୟ କରଇ ହରଣ, ଦେବସ୍ୱ ବିପ୍ରସ୍ୱ ଆଉ ରାଜସ୍ୱକୁ ଜାଣ। କାଳେ ବଳେ କୌଶଳେ ହରଣ କରଇ, ସେ ପାପୀ ରୌରବ ନର୍କରେ ପଡ଼ଇ। ପୁଣି କୃମି ରୂପ ହୋଇ ହଜାର ବରଷ, ପିଶାଚ ରୂପରେ ପୁଣି ବୃକ୍ଷେ କରେ ବାସ। ତୁହି ବିପ୍ର ଅଜ୍ଞାତରେ କରିଛୁ ହରଣ, ନର୍କେ ନ ପକାଇଲେ ମୁଁ ତୋତେ ରେ ବ୍ରାହ୍ମଣ। ଅୟୁତ ବରଷ ତୁହି ପିଶାଚ ରୂପରେ, ରହ ଯାଇ ବିପ୍ର ସେହି ପୋଖରୀ ହୁଡ଼ାରେ। ଅଛି ଯହିଁ ବଟ ବୃକ୍ଷ ତହିଁ କର ବାସ, ଦୈବବଂଶୁ ଆସି ଯେବେ ତୋର କେହି ଶିଷ୍ୟ। ଶିବରାତ୍ରି ବ୍ରତ ଫଳ ଦାନ କରେ ସେହି, ମୁକ୍ତି ହୋଇବୁ ବିପ୍ର ଏ ପାପରୁ ତୁହି। ଏହା ଶୁଣି କର ଯୋଡ଼ି ବିନୟ କରିଣ, ଯମରାଜା ସାମୁରେ ଯେ କହଇ ବ୍ରାହ୍ମଣ। ଯାହା କହିଲ ତା ସତ ଅଟେ ଦଣ୍ଡଧାରୀ, ଇଟା ଖଣ୍ଡେ ଖଣ୍ଡ ଶିବଙ୍କର ହୋଇଲା କିପରି। ଯମରାଜା ବୋଲେ ବିପ୍ର ମନ ଦେଇ ଶୁଣ, କାଶ୍ମୀରୀ ଦେଶରେ ଥିଲା ଗୋଟିଏ ବ୍ରାହ୍ମଣ। ଧର୍ମମନ୍ତ ସେହି ବିପ୍ର ଅଟେ ଶିବ ଭକ୍ତ, ବେଦ ବେଦାଙ୍ଗାଦି ଶାସ୍ତ୍ରେ ପଢ଼ିଣ ପଣ୍ଡିତ। ମାଘ ମାସେ ସେହି ବିପ୍ର ପ୍ରୟାଗକୁ ଗଲା, ଗଙ୍ଗା ଯମୁନା ତଟେ ଆସନ ଥାପିଲା। ଯଥାବିଧି ସ୍ନାନ ସନ୍ଧ୍ୟା କରି ସେହି ସ୍ଥାନେ, ତର୍ପଣେ ସନ୍ତୁଷ୍ଟ କରି ଦେବ ପିତୃଗଣେ। ଭଗବାଳୀ ନାମେ ତହିଁ ଥିଲା ଏକ ଯତି, ସର୍ବଦା ଶିବଙ୍କର ପ୍ରତି ତାହାର ଭକତି। ସେହି ଦ୍ୱିଜ ତାହାଙ୍କର ଆଶ୍ରମେ ମିଳିଲା, ଦେବ ଦେବ ମହାଦେବ ସର୍ବବ୍ୟାପୀ ସେହି, ଅନ୍ତରେ ବାହାରେ ଯହିଁ ତହିଁ ଥାନ୍ତି ରହି। ହୃଦୟ ମଧ୍ୟରେ କରି ତାଙ୍କୁ ଦର୍ଶନ, ଆହେ ଦ୍ୱିଜ ଫଳମୂଳ କରନ୍ତୁ ଭୋଜନ। ଏହା ଶୁଣି ଦ୍ୱିଜ କହେ ଆହେ ମୁନିବର, ପୂର୍ବରୁ ଏହିପରି ବ୍ରତ ଅଛଇ ମୋହର। ପ୍ରାଣ ଗଲେ ମଧ୍ୟ ତାହା ଛାଡ଼ି ନ ପାରଇ, ଏମନ୍ତ ପ୍ରକାରେ ଜାଣ ଶାସ୍ତ୍ରରେ ଅଛଇ। ଶିବଲିଙ୍ଗ ନ ପୂଜି ଯେ କରଇ ଆହାର, ଜଳପାନ କରଇବା ହୋଇ ତୃଷ୍ଣାତୁର। ତାହାକୁ ଚଣ୍ଡାଳ ବୋଲି କହନ୍ତି ପଣ୍ଡିତେ, ସେହି ପ୍ରାଣୀ ଧର୍ମହୀନ ଅଟେ ଏ ଜଗତେ।
ଶିବଙ୍କର ଦର୍ଶନେ ହୁଏ ପୁଣ୍ୟ ଯେତେ, ଶ୍ଵସନେ ଅଧିକ ପୁଣ୍ୟ ସାଧୁଙ୍କର ମତେ। ନନ୍ଦୀଶ୍ୱର ତୁଲ୍ୟ ହୋଇ ଶିବ ଲୋକେ ବସେ, ଶିବ ଦର୍ଶନ କରେ ଯେ ଜନ ପ୍ରତ୍ୟକ୍ଷେ। ବ୍ରହ୍ମ ହତ୍ୟା ଆଦି ମହା ପାପ ଯାଏ ନାଶ, ଶିବ ଦେହେ ଲୀନ ହୁଏ ଜାଣ ସେ ତାପସ। ବ୍ରହ୍ମ ହତ୍ୟା ପାପ ତାକୁ ନ ଛାଡ଼ଇ କେବେ, ଯେତେ ଦିନ ଯାଏ ରହିଥାଏ ଏହି ଭାବେ। ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଦର୍ଶନ, ପାପ ଶୂନ୍ୟ ହୋଇଯାଏ କୈଳାସ ଭୁବନ। ସୋମବାର ଦିନ ଦର୍ଶନ ଯେ କରଇ, ଚନ୍ଦ୍ରମା ପରାୟ ସେହି ସୁନ୍ଦର ହୁଅଇ। ପୁତ୍ର କାମୀ ପୁତ୍ର ପାଏ ଶିବଙ୍କ କୃପାରେ, ଧନ କାମୀ ଧନୀ ହୁଏ ସେ ଚତୁର୍ଦ୍ଦଶୀରେ। ଶିବରାତ୍ରି ବ୍ରତରେ ଯେ ବଣ ରହେ ନୃପତି, ବିଜୟ କରନ୍ତି ତାକୁ ଦେବ ପଶୁପତି। ଯେଉଁ ବ୍ରତ ବିପ୍ର କରେ ସେ ହୁଏ ବୈଦିକ, ବୈଶ୍ୟମାନେ ବ୍ରତ କଲେ ହୁଅନ୍ତି ଧନିକ। ଶୂଦ୍ର ବ୍ରତ କଲେ ତାକୁ ଦିଅନ୍ତି ପରମ ଗତି, ସୋମବାର ଶିବ ଠାରେ ଯେ କରେ ଭକତି। ତାହାର କାମନା ପୂର୍ଣ୍ଣ କରନ୍ତି ଶଙ୍କର, ଶିବଲିଙ୍ଗ ନିକଟରେ ଥାଏ ଯେଉଁ ନୀର। ଶିବ ଗଙ୍ଗା ତାର ନାମ ହେ ମୁନି ଗୋସାଇଁ, ସେ ଜଳରେ ନିତ୍ୟ ସ୍ନାନ ଯେ ଜନ କରଇ। ଶିବ ସଦନରେ ଦାନ କରେ ସେ ନିଶ୍ଚୟ, ଯେଉଁ ଜନ ଭକତିରେ ଆହେ ମହାଶୟ। ଶିବ ପୂଜା କରେ ନିତ୍ୟ ଦଣ୍ଡବତ କରେ, ଯେତେ ରେଣୁ ଥାଏ ସେହି ମନ୍ଦିର ଭିତରେ। 33 ବରଷ ସେହୁ କୈଳାସରେ ରହେ, ପୁଣି ସର୍ବ ସୁଖ ଭୋଗ କର ହେ ସେ ସମୟେ। ଶୀତଳ ସୁଗନ୍ଧ ଜଳ ଢାଳେ ଶିବ ଶିରେ, ତାହାର ପୁଣ୍ୟ କଥା କେ ବା କହିପାରେ। ବାରସ୍ପତି ଭୁବନରେ ରହଇ ସେ ଜନ, କ୍ଷୀର ଢାଳେ ଶିବ ଶିରେ ସେହୁ ପ୍ରତିଦିନ। ବିଷ୍ଣୁ ଭୁବନରେ ଅନ୍ତ କାଳେ ସେ ରହଇ, ଦଧି ପ୍ରତିଦିନ ଶିବ ଲିଙ୍ଗେ ଯେ ଢାଳଇ। ସୋମଲୋକେ ସୁଖେ ବାସ କରଇ ସେ ନର, ମଧୁ କିମ୍ବା ଘୃତ ଢାଳେ ଆହେ ମୁନିବର। ବନି ଲୋକେ ବାସ ତାର ହୁଅଇ ନିଶ୍ଚୟ, ନବନୀତ ଯେ ଘଷଇ ସେହି ଶିବ ପ୍ରିୟ। ଶର୍କରା ସଙ୍ଗତେ ନବନୀତି କୁ ମିଶାଇ, ଯେ ଜନ ସଦାରେ ଶିବ ଲିଙ୍ଗରେ ଘଷଇ। ବ୍ରହ୍ମପୁରେ ବାସ ତାକୁ ଦିଅନ୍ତି ଶଙ୍କର, ଲକ୍ଷେ ଚମ୍ପା ଦିଅଇ ଯେ ଶିବଙ୍କର ଶିର। ତାର ପୁଣ୍ୟ କେତେ ମୁହିଁ କହି ନ ପାରଇ, ଲକ୍ଷେ ବେଲପତ୍ର ଯେହୁ ଶିବଙ୍କୁ ଦିଅଇ। ତାହାର ଅନନ୍ତ ପୁଣ୍ୟ ହୁଏ ଆହେ ମୁନି, ସୁଗନ୍ଧ ଚନ୍ଦନ ଆଉ ବିଲ୍ୱ ଦଳ ଘେନି। ନିତ୍ୟ ଶିବ ପୂଜା କରେ ସେ ସଂସାରେ ସୁଖୀ, ବିପଦ ପଳାଏ ଡରି ତା ମୁଖକୁ ଦେଖି। ଶିବ ପଞ୍ଚାକ୍ଷର ମନ୍ତ୍ରେ ମୂର୍ତ୍ତିକା ଶଙ୍କର, ନିର୍ମାଣୀ ପୂଜଇ ପ୍ରତିଦିନ ଯେଉଁ ନର। ତାର ଦର୍ଶନେ ପାପ କ୍ଷୟ ହୋଇଯାଏ, ଶିବରାତ୍ରି ଦିନ ଯେଉଁ ଉଜାଗର ରହେ। ତାର ସମ ପୁଣ୍ୟବାନ ସଂସାରେ ନାହାନ୍ତି, ଯାହା ଜଣା ଥିଲା ତାହା କହିଲି ଯେ ଯତି। ଭଗମାଳି ବିପ୍ରଠାରୁ ଶୁଣି ଏ ସମସ୍ତ, ଆନନ୍ଦେ ଧଇଲା ଯାଇ ସେ ବିପ୍ରର ହସ୍ତ। ବୋଇଲା ହେ ବିପ୍ର ତୁମ୍ଭେ, ତୁମ୍ଭ ତୁଲ୍ୟ ଜଣେ ନାହିଁ, ମୁଁ ବଡ଼ ଆନନ୍ଦ ହେଲି ଦର୍ଶନ ପାଇ। କହୁଛି ବିନୟ କରି ମୋ ଗୃହେ ଭୋଜନ, କଲେ ଯେ ଅତ୍ୟନ୍ତ ପ୍ରୀତ ହୋଇବ ମୋ ମନ। ଶୁଣି ବିପ୍ରବର କହେ ମଧୁର ବଚନେ, କିଛି ନ ଖାଇବି ମୁହିଁ ମୁଁ ତୁମ୍ଭ ସଦନେ। ମୋର ଦୋଷ କ୍ଷମା କର ତୁମ୍ଭେ କୃପା କରି, ଶିବ ପୂଜା କରି ନାହିଁ ଆହେ ତପଚାରି। ଆଜି ଶିବରାତ୍ରେ ମୁହିଁ ପୂଜିବି ଶଙ୍କର, କାଲି ମୁଁ ମଧ୍ୟାହ୍ନ କାଳେ କରିବି ଆହାର। ଏହା ଶୁଣି ଭଗମାଳି କହିଲେ ସଧୀରେ,
ଲିଙ୍ଗେ ଏକ ସ୍ଥାପନ ତୁମ୍ଭେ କର ଏ ସ୍ଥାନରେ। ତାହାକୁ ପ୍ରତିମା କରି ଏ ଶିବରାତ୍ରିରେ ପୂଜା କରି ଉଜାଗରେ ରହି ଏଠାବରେ। କାଲି ମୋର ସଦନରେ କରିଣ ଆହାର। ସୁଖେ ଥାଏ ଚାଲି ଯାଅ ଆହେ ଦ୍ୱିଜବର। ଏହା ଶୁଣି ସେଇ ଦ୍ୱିଜ ଆନନ୍ଦ ହୋଇଲା। ସେ ସ୍ଥାନରେ ଆଣି ଶିବ ଲିଙ୍ଗେ ସ୍ଥାପିଲା। ଯଥାବିଧି ପୂଜା କରି ରହି ଉଜାଗରେ। ସ୍ନାନ ସନ୍ଧ୍ୟା ତର୍ପଣ ସାରି ପ୍ରଭାତରେ। ଆନନ୍ଦରେ ଫଳମୂଳ ସେ ଅନ୍ନ ବ୍ୟଞ୍ଜନ। ଭଗମାଳିଙ୍କ ଆଶ୍ରମେ କଲେ ଭୋଜନ। ମୁନିର ଚରଣ ବନ୍ଦେ ଘରକୁ ଆଇଲା। ଭଗମାଲି ଦେଉଳକେ ତହିଁ ତୋଳାଇଲା। ତାର ପାଖେ ପୁଷ୍କରଣୀ ଖୋଳାଇଲା ପୁଣି। ତାର ନାମ ହେଲା ଶିବ ଗଙ୍ଗା ପୁଷ୍କରଣୀ। କ୍ରମେ କ୍ରମେ ସେ ଦେଉଳ ଜୀର୍ଣ୍ଣ ହୋଇଗଲା। କାଳ ବସେ ଭାଙ୍ଗି ପୁଣି ଖଣ୍ଡ ଖଣ୍ଡ ହେଲା। ସେହି ଇଟା ପଡ଼ିଥିଲା ପୋଖରୀ କୂଳରେ। ତାହାକୁ ଘଷିଲୁ ନେଇ ତୁମ୍ଭ ଯେ ପାଦରେ। ସେ ପାପରୁ ହେଲ ତୁମ୍ଭେ ପିଶାଚ ହେ ଦ୍ୱିଜ। ସେ ବଟ ବୃକ୍ଷର ତୁମ୍ଭେ ରହ ଯାଇ ଆଜ। ଯମର ଏ କଥା ଶୁଣି କୃଷ୍ଣ ଶର୍ମା ଗଲା। ପିଶାଚ ରୂପରେ ବୃକ୍ଷ ଉପରେ ରହିଲା। ନିରଘ ନାମକ ଥିଲା ଶିଷ୍ୟ ଏକ ତାର। ନିତ୍ୟ ଶିବ ପୂଜା କରେ ସେହି ଦ୍ୱିଜବର। 14 ବରଷ ଅନ୍ତେ ଶିବରାତ୍ରି ଦିନ। ସେ ନିରଘ ଦ୍ୱିଜବର ଶିବଙ୍କୁ ପୂଜନ। ଦୀପ ଜାଳି ରାତ୍ରି ଯାକ ରହି ଉଜାଗରେ। ପ୍ରାତଃ କାଳେ ସ୍ନାନ କଲା ପଶି ସରୋବରେ। ସନ୍ଧ୍ୟା ତର୍ପଣ ସାରି ସୂର୍ଯ୍ୟଙ୍କୁ ଅନାଇ। ଅର୍ଘ୍ୟ ଦେଲା ବେଳେ ବୃକ୍ଷେ କୃଷ୍ଣ ଶର୍ମା ଥାଇ। ବୋଇଲାରେ ନିରଘ ତୁ ଅଟୁ ପୁଣ୍ୟବାନ। ମୁଁ ଅଟେ ତୋହର ଗୁରୁ ତୁ ଭକ୍ତ ପ୍ରଧାନ। ମୋର ନାମ କୃଷ୍ଣ ଶର୍ମା ପିଶାଚ ରୂପରେ। 14 ବରଷ ହେଲା ଅଛି ଏ ବୃକ୍ଷରେ। ଏହା ଶୁଣି ସେ ନିରଘ ହୋଇ ଆଚମ୍ବିତ। ବୋଇଲା ପିଶାଚ ତୁମ୍ଭେ ହୋଇଲ କେମନ୍ତ। ମୋ ଆଗେ ବିସ୍ତାର କରି କହ ହେ ଗୋସାଇଁ। ଏହା ଶୁଣି କୃଷ୍ଣ ଶର୍ମା ଉତ୍ତର ଦିଅଇ। ଆରେ ବାବୁ ଇଟା ଖଣ୍ଡେ ପଡ଼ିଥିଲା ଏଥେ। ସ୍ନାନ କରିବାକୁ ମୁହିଁ ଏଠାକୁ ଆସନ୍ତେ। ସେ ଇଟାରେ ପାଦ ଘଷି ପକାଇଲି ମୁହିଁ। କିଛି ଦିନେ ସର୍ପଘାତେ ପରାଣ ତେଜିଲି। ଯମଦୂତେ ମାଡ଼ ମାରି ବାନ୍ଧି ଘେନିଗଲେ। ଚିତ୍ରଗୁପ୍ତେ ମୋର ପାପ ପୁଣ୍ୟ ବିଚାରିଲେ। ବୋଇଲେ ଅବାଲ୍ୟ କାଳୁ କରିଛି ଯେତେ ପୁଣ୍ୟ। ଶେଷ କାଳେ ରହିଅଛି ଶିବତ୍ୱ ହରଣ। ଶିବ ଦେଉଳର ଇଟା ଖଣ୍ଡେ ପଡ଼ିଥିଲା। ତହିଁରେ ବିପ୍ର ନିଜ ପାଦକୁ ଘଷିଲା। ଏହାର ଏତିକି ପାପ ଆହେ ଜନ୍ତୁରାଜ। ଶୁଣି କ୍ରୋଧେ ଯମ ମୋତେ ବୋଇଲେ ହେ ଦ୍ୱିଜ। ପିଶାଚ ରୂପରେ ରହି ସେ ବୃକ୍ଷ ଉପରେ। ଯେବା କେହି ଶିଷ୍ୟ ବ୍ରତ ଫଳ ଦେଇପାରେ। ତେବେ ମୁଁ ମୁକ୍ତ ହେବି ସେ ପାପରୁ ଦ୍ୱିଜ। ହେ ନିରଘ ରକ୍ଷା ଯେବେ କରିପାରୁ ଆଜ। ଏହା ଶୁଣି ସେ ନିରଘ ଆନନ୍ଦ ହୋଇଲା। ପୋଖରୀ ମଧ୍ୟରୁ ଜଳ ଆଞ୍ଜଳି ଧଇଲା। ବୋଇଲା ମହାଶିବରାତ୍ରିର ଫଳ ଦେଲି ଆହେ ଗୁରୁ। ହେଉ ତୁମ୍ଭର ମଙ୍ଗଳ। ବୋଇଲା ମୋହର ଶିବ ରାତ୍ରର ଫଳ ଦେଲି ଆହେ ଗୁରୁ ହେଉ ତୁମର ମଙ୍ଗଳ। ଏହା କହି ସୂର୍ଯ୍ୟଙ୍କୁ ଯେ ସାକ୍ଷୀ କରିଦେଲା। ତକ୍ଷଣେ କୃଷ୍ଣ ଶର୍ମା ସ୍ୱରୂପ ଧଇଲା। ନିରଘକୁ ଆଶୀର୍ବାଦ କରି କଲା କୋଳ। ନିରଘ ପଡ଼ିଲା ଗୁରୁଙ୍କର ପାଦ ତଳ। ଦୁହେଁ ଆନନ୍ଦରେ ଶିବ ଲିଙ୍ଗ ପୂଜା କରି। ରହିଲେ ସୁଖରେ ଯାଇ କୈଳାସ ନଗରୀ। ଶିବରାତ୍ରି ବ୍ରତ କଥା କହିଲି ବୁଝାଇ। ଯେ କରଇ ତାର ଫଳ ଏହିପରି ହୋଇ। ଏ ବ୍ରତ ଅପେକ୍ଷା ପ୍ରିୟ ନାହିଁ ଯେ ମୋହର। ଭକତିରେ ଶୁଣେ ଅବା ପଢ଼େ ଯେଉଁ ନର। ଶିବରାତ୍ରି ଦିନ ରହି ମୋହର ମନ୍ଦିରେ। ଏ କଥାକୁ ଯେଉଁ ଜନ ଶୁଣେ ଭକତିରେ। କିବା ମୋ ଆଗରେ ପଢ଼େ ଏକ ମନ ହୋଇ। ସେ ମୋର ଜୀବନ ଜାଣ ଆଗ ପ୍ରିୟ ସହି।
सकल पातकु ताकु कर विमोचन कदापि न जाए सेहि समन सदन। इति श्री शिव पुराणोक्त शिव पार्वती संवादे शिवरात्रि व्रत कथा समाप्त। एबे शिवंकर अति प्रिय यात्रा शिवरात्रि विषय कहूची शुणन्तु। शिवरात्रि व्रत पालन करी चंडाल मध्य शिवत्व को प्राप्त होइथाए। हे द्विजवृंद, शिवरात्रि व्रत सर्वत्र सर्वजन विदित अटे। एही व्रत समस्त पाप को विनाश करिथाए एवं पुण्य राशि को वर्जन करिथाए। फाल्गुन कृष्ण चतुर्दशी तिथि रे भगवान शिवंकर पूजा प्रति प्रहर रे कराइब। एही प्रहर मानकरे क्रमशः दुग्ध घृत मधु ओ खंडरे महास्नान कराइब। क्षीर स्नान कराइबा समय तत्पुरुष मंत्र ओ दधि स्नान कराइबा समय अघोर मंत्र पाठ करिब। घृतरे स्नान कराइबा समय सद्यजात मंत्र, महुरे स्नान कराइबा समय वामदेव मंत्र ओ खंडरे स्नान कराइबा समय ईशान मंत्र उच्चारण करिब। स्नान करिबा परे प्रति प्रहरे 32 उपचार द्वारा पूजा करिब ओ लिंगंक मस्तक प्रदेश रे अक्षत बेलपत्र देउथिब। हे पार्वती, पूजन शेष दीप वृक्ष निर्माण करी महावंदापना करिब। एहीपरि भावरे जो विद्वान मनीष शिवरात्रि रे भुवनेश्वरंकर यात्रा अनुष्ठान करे से समस्त पापर निस्तार पाइबा सहित निश्चित भावरे विष्णु लोकरे निवास करिथाए। प्रभुंक उद्देश्य रे प्रति प्रहर रे महापूजा करिबा सहित अर्घ्य प्रदान करिब। एहीपरि विधानर सहित भुवनेश्वरंकर पूजन कर्म समाहित करिब। पूजन परे होमकुंड स्थापन करी सेथिरे होम करिब। पवित्र होई शिवाग्नि रे विशेषतः तिल तंडुल व्रीहि प्रभृति रे चरु निर्वपण पूर्वक 108 संख्यक आहुति प्रदान करिब। व्रती आहुति प्रदान करी सारी शिवंक उद्देश्य पूर्णाहुति होम अनुष्ठान करिब। ताहापरे देवतांक सम्मुखरे कृतांजलि पुट होई निम्न मंत्र जप करिब। अविघ्नेन व्रत देव तत्प्रसादात् समापितम्। क्षमस्व जगतम नाथ त्रैलोक्याधिपते विभो। हे देव, तुम्भर अनुग्रहरु निर्विघ्न रे शिवरात्रि व्रत अनुष्ठान करिबारे समर्थ हेली। हे विभु, हे तीन लोकर अधिपति, हे जगतर नाथ, मते क्षमा कर। शिवशंकर देवेश व्रत नाम परिपालक शिवरात्र व्रतम देव कृत मे तत्प्रसादतः। हे शिवशंकर, हे देवदेव, तुम्बे व्रत मान को पालन करिथाओ। हे देव, तुम्बर अनुग्रह शिवरात्रि व्रत पालन करि पारिली। एहापरे शिवरात्रि व्यतीत होई प्रातः काल उपस्थित हेबा परे शुद्ध कर्म कनिष्ठ शास्त्रज्ञ ब्राह्मण को प्रभुंक उद्देश्य दान करिब। हे ईश्वर, हे सौम्य, हे महादेव, हे सनातन, हे देव, मु शह शह जन्मर करिथिबा पापकु तुम्भे विनिष्ट कर। पुराण पुरुषोत्तम श्री जगन्नाथ। ଏହା କହି ଭୂମିଷ୍ଠ ଷଷ୍ଠାଙ୍ଗ ପ୍ରଣାମ କରିବ ଓ ଶକ୍ତି ଅନୁସାରେ ଦକ୍ଷିଣା ପ୍ରଦାନ କରିବ। ପୂଜକ ଭକ୍ତି ସହକାରେ ପୂଜା କରିଥାଏ ଓ ପ୍ରଭୁ ଭକ୍ତର ଭକ୍ତିକୁ ପରୀକ୍ଷା କରିଥାନ୍ତି। ଉଭୟ ମଧ୍ୟରେ ସମାନ କାରଣ ହିଁ ବିଦ୍ୟମାନ। ଏଠାରେ କାରଣ ହେଉଛି କେବଳ ଭକ୍ତି। ମାଘ କୃଷ୍ଣ ଚତୁର୍ଦଶୀରେ ସାକ୍ଷାତ ଶିବ ହିଁ ଲିଙ୍ଗରେ ବିରାଜମାନ ହୋଇଥାନ୍ତି ଓ ଭକ୍ତଙ୍କୁ ମଧ୍ୟ ଦୃଶ୍ୟ ହୋଇଥାନ୍ତି। ଯଦି ଦେବତା ମାନଙ୍କର ସ୍ଥିତି ଲିଙ୍ଗରେ ଦିବ୍ୟମାନ ଥାଏ ତେବେ ଅବଶ୍ୟ ତାଙ୍କର ଦର୍ଶନରେ ପୂଜକ ଶିବ ସାଜୁଜ୍ୟ ଗତିକୁ ପାଇଥାଏ। ମାଘ କୃଷ୍ଣ ଚତୁର୍ଦଶୀ ତିଥିରେ ଯଦି ରବିବାର ହୁଏ ଅଥବା ମଙ୍ଗଳବାର ହୋଇଥାଏ ତେବେ ସେହି ଦିନ ବ୍ରତ ପାଳନ କଲେ ଅଧିକରୁ ଅଧିକ ଫଳ ମିଳିଥାଏ। ସେହି ଦିନ ଯଦି ଶିବ ଯୋଗ ହୋଇଥାଏ ତେବେ ମଧ୍ୟ ଉତ୍ତମରୁ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଯେଉଁଦିନ ଅର୍ଦ୍ଧରାତ୍ର ସମୟରେ ମାଘ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥି ରହିଥିବ ସେହିଦିନ ଶିବରାତ୍ର ବ୍ରତ ଅନୁଷ୍ଠାନ କଲେ ଅଶ୍ୱମେଧ ଯଜ୍ଞାନୁଷ୍ଠାନ ଫଳ ମିଳିଥାଏ।
ମନୁଷ୍ୟ ଶିବରାତ୍ରିରେ ପ୍ରଭୁଙ୍କର ହେଉଥିବା ଯାତ୍ରାକୁ ଦର୍ଶନ କରିବା ଦ୍ୱାରା ସର୍ବପାପ ରହିତ ହେବା ସହିତ ଶିବଲୋକକୁ ଗମନ କରିଥାଏ, ଏଥିରେ ସନ୍ଦେହ ନାହିଁ। ହେ ପାର୍ବତୀ, ମୁଁ କହୁଅଛି, ଏହି ଯାତ୍ରା ହିଁ ମନୁଷ୍ୟର ସମସ୍ତ ପାପ ହରଣ କରିଥାଏ। ଏହି ପୂଜାର ଦର୍ଶନରେ ଯେତିକି ଫଳ, ପୂଜା ଅନୁଷ୍ଠାନ କରିବା ଦ୍ୱାରା ମଧ୍ୟ ସେତିକି ଫଳ ମିଳିଥାଏ।